ଗତକାଲି ରାତିରେ ସିଦ୍ଧ ରାମଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ଅଧୀନ ପୁରୁଣା ଅମାଙ୍ଗ ଗ୍ରାମରେ ପବିତ୍ର ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥାପିତ ମା ସିଦ୍ଧ ରାମଚଣ୍ଡୀଙ୍କ ମନ୍ଦିରରୁ ଗତକାଲି ରାତ୍ରିରେ ଦୁର୍ବୃତ୍ତମାନେ ମାଙ୍କ ମନ୍ଦିରର ମୁଖ୍ୟଦ୍ୱାର ଭାଙ୍ଗି 2ଟି ରୂପା ମୁକୁଟ, ଗୋଟିଏ ସୁନା ମଙ୍ଗଳସୂତ୍ର, ସୁନା ଆଖି ଟିକିଲି ସହିତ ଏକ ହାର ଲୁଟ୍ କରିଥିବାର ଜଣାପଡ଼ିଛି। ଆଜି ସକାଳ ସମୟରେ ଉକ୍ତ ଗ୍ରାମର ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସିଥିଲେ। ହେଲେ ମନ୍ଦିରର ମୁଖ୍ୟଦ୍ୱାର ଖୋଲା ଥିବାର ଦେଖି ସେଠାରେ ରହୁଥିବା ବାବାଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ତୁରନ୍ତ ମନ୍ଦିର ପରିଚାଳନା କମିଟିକୁ ଜଣାଇଲା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଘଟଣା ସମ୍ପର୍କରେ ସ୍ଥାନୀୟ ନିହଲ ପ୍ରସାଦ ଥାନାରେ ଚୋରି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ପରେ ନିହଲ ପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିବା ସହିତ ଉକ୍ତ ଚୋରି ଘଟଣାର ସଂଶ୍ଳିଷ୍ଟମାନଙ୍କୁ ଧରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଖାନତଲାସୀ ଜାରି ରଖିଛି ବୋଲି ପୋଲିସ ଠାରୁ ପ୍ରକାଶ। ବାବା ନା କଣ? ଆନନ୍ଦଗିରି ମହାରାଜ। ଏଇଠି ଆପଣ କେତେ ବର୍ଷ ରହିଲେଣି? ଏଠି 22-23 ବର୍ଷ ରହିଲେଣି। ଗତକାଲି ରାତିରେ କଣ ଘଟଣା ହେଲା? ଘଟଣା କ'ଣ, ମୁଁ ଗାଧେଇକି ଆସିକି ଗାଧେଇବା ପଛରେ ଗାଧେଇ କୋଉ ମିନିଟ୍ ଲୁଗା ବଦଳେଇକି ଗାମୁଛାଟା ଆଣି ଶୁଖଉଛି। ରାତି ଅନ୍ଧାରିଆ ଭୋର ହେଇଥିଲା, ଟିକେ ଇଏ ଥିଲା। ହଁ, ସେ ମା ଆସି ପହଞ୍ଚିଗଲେ ମନ୍ଦିର ଏଠି, କହିଲେ ବାବା କ'ଣ ମନ୍ଦିର ଖୋଲା ହେଇଛି? ମୁଁ ସେଇଠୁ ହଠାତ୍ ଗଲି ସେଠି ଗାମୁଛା ଶୁଖେଇ ଦେଇକି ଦେଖିବାକୁ, ଦେଖିଲା ବେଳକୁ ମନ୍ଦିର ଖୋଲା ଅଛି। ମୁଁ ସେ ଭିତରକୁ ପଶିବାକୁ ଚେଷ୍ଟା କଲି। ଆମର ଜଣେ ପୁଅ ଝାଡ଼ୁ ମାରୁଥିଲେ, ସେ କହିଲେ ବାବା ଭିତରକୁ ପଶନା। କାହିଁକି ନା ସିଏ ଦେଖିବେ ଆସିକି, ତମେ ଭିତରକୁ ପଶିଲେ ଲାଭ କ'ଣ ହବ? ତମକୁ ଇଏ କରିବେ। ମୁଁ ଭିତରକୁ ପଶିନେ ପଛେଇକି ରହିଗଲି। ପଛେଇ ରହିବା ଭିତରେ ସେଠୁ ଗାଁକୁ ପିଲା ଆସିଲେ, ସେଠି ଫୋନ୍ ଫାନ୍ ହେଇକି ସମସ୍ତେ ଥାନା ଫାନାକୁ ଫୋନ୍ କଲେ। ତାପରେ ଆସିକି ଚୋରି ହେଇଛି ବୋଲି ଆପଣ ଅନୁମାନ କରୁଛନ୍ତି? ଚୋରି ହେଇଛି ଗୋଟେ ହାର, ଆଉ ମକୁଟ, ଆଖି, ଆଉ ଗୋଲା ଇଏ ମଙ୍ଗଳସୂତ୍ର। ଜୟ ମା ସିଦ୍ଧ ରାମଚଣ୍ଡୀ ପୂଜା ପ୍ରତିଷ୍ଠାନର ମୁଁ ସମ୍ପାଦକ ଭାବେ କାର୍ଯ୍ୟ କରିଛି। ଏହା ଢେଙ୍କାନାଳ ଜିଲ୍ଲା ଖଣ୍ଡବନ୍ଧ ପଞ୍ଚାୟତର ପୁରୁଣା ଗ୍ରାମରେ ଅବସ୍ଥିତ। କାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ମାଙ୍କ ମନ୍ଦିରରୁ ଚୋରି କରିଛନ୍ତି। ବହୁ ଅଳଙ୍କାର, ମାଙ୍କର ମୁକୁଟ ଏବଂ ମଙ୍ଗଳସୂତ୍ର, ସୁନା ଆଖି ବହୁତ ସାମଗ୍ରୀ ନେଇ ଯାଇଛନ୍ତି। ଏ ବହୁ ପୁରାତନ ମନ୍ଦିର। ଭକ୍ତମାନଙ୍କର ମାନସିକ ବି ପୂରଣ ହୁଏ। ବହୁ ଦୂର ଦୂରାନ୍ତରରୁ ଲୋକ ଆସନ୍ତି ମାଙ୍କ ପାଖରେ ମାନସିକ କରି ଏସବୁ ଜିନିଷ ଭକ୍ତମାନେ ଦାନ କରିଥିଲେ। ବହୁ ମାତ୍ରାରେ ବି ଦାନ କରିଥିଲେ। ଇଏ ବାର୍ଷିକ ମକର ବେଳା ବି ଏଠି ହୁଏ। ମୁଁ ଏତିକି କହୁଛି, ଯେଉଁ ଦୁର୍ବୃତ୍ତମାନେ ନେଇଛନ୍ତି ସେମାନେ ଯଦି ଫେରେଇ ଦିଅନ୍ତି ମା ତାଙ୍କର ମଙ୍ଗଳ କରିବେ, ନହେଲେ ନାହିଁ। ପୁଲିସଙ୍କର ତ ଦ୍ୱାରସ୍ଥ ଆମେ ହେଇଛୁ, କିନ୍ତୁ ଏତିକି ସମସ୍ତଙ୍କର ଭୟ ଅଛି ଯେ ମା ଚଣ୍ଡୀଙ୍କର ଏ ଅଞ୍ଚଳରେ ଯିଏ ମାଙ୍କର ଏ କାର୍ଯ୍ୟ କରିଛି, ଅକାର୍ଯ୍ୟ କରିଛି, ସେ ନିହାତି ଦଣ୍ଡ ପାଇବ। ଜୟ ମା ସିଦ୍ଧ ରାମଚଣ୍ଡୀ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।